ଚାଷୀଙ୍କ ମୁଣ୍ଡରେ ଚଡ଼କ ପକାଇଛି ଲଗାଣ ବର୍ଷା। ବର୍ଷାରେ ଭିଜୁଛି ଚାଷୀର ବର୍ଷ ସାରାର ପରିଶ୍ରମ। ସୁନାର ଫସଲ ଏବେ ପଚିବାରେ ଲାଗିଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଓ ବାଣପୁର ଏନ୍ଏସିର ଶହ ଶହ ଚାଷୀଙ୍କ ମୁଣ୍ଡରେ ପଡ଼ିଛି ଚଡ଼କ। ଲଗାଣ ବର୍ଷାରେ ପ୍ରଭାବିତ ହୋଇଛନ୍ତି ଚାଷୀକୂଳ। ପାଣିରେ ଭିଜୁଛି ବର୍ଷ ସାରାର ପରିଶ୍ରମ। ଚାଷୀ କୂଳ ଏବେ ଚିନ୍ତାରେ ପଡ଼ିଛି। କେମିତି ଚଳିବ ପରିବାର, କେମିତି ସୁଝିବେ ସାହୁକାରର ଋଣ। ଚାଷ ଜମି ଦେଖି ହତାଶ ହୋଇଛି ଚାଷୀ। କେତେ ଯେ ଦୁଃଖ ଦେବ ଆଉ ଏହି ଦଇବ। ଶାଳିଆ ଉପକୂଳବର୍ତ୍ତୀ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା ସାଜିଛି ଚାଷୀଙ୍କ ପାଇଁ ଦାଉ। ବାରମ୍ବାର ଲଗାଣ ବର୍ଷା ଯୋଗୁଁ ବାଣପୁର ବ୍ଲକ ଓ ଏନ୍ଏସି ସହ ରାଜ୍ୟର ଅନ୍ୟ ଅଞ୍ଚଳରେ ହଜାର ହଜାର ଏକର ଧାନ ଜମି ଏବେ ଜଳମଗ୍ନ ହୋଇ ରହିଛି। ଧାନ ଅମଳ ପାଇଁ ଜମିରେ କଟା ହୋଇ ପଡ଼ିଥିବା ବେଳେ ସେସବୁ ଫମ୍ପୁ ହେବାକୁ ବସିଲାଣି। ପାଚିଲା ଧାନ ଏବେ ପାଣି ଭିତରେ ଉଡୁବୁଡୁ ଅବସ୍ଥାରେ ପଡ଼ିଛି। ବିଶେଷତଃ ବାଣପୁର ବ୍ଲକର ଭୀମପୁର, ଗାଲୁଆ, ସନହନ୍ତୁଆଡ, ସାହସପୁର, କୁମାରଗଞ୍ଜ, ସୁନାକେରା, ବାଲିଆପଦର, ଅଚ୍ୟୁତାରାଜପୁର, ଭେଟେଶ୍ୱର, ଦୋଳମୁଣ୍ଡି, ଭେସେରୀ, ବନ୍ଧମୁଣ୍ଡି ଓ ବାଣପୁର ଏନ୍ଏସିର ବିଭିନ୍ନ ଗ୍ରାମର ଚାଷ ଜମି ଜଳମଗ୍ନ ହୋଇ ରହିଛି। ଏବେ ବର୍ଷା ଛାଡ଼ିବାରେ ପାଣିରୁ ଚାଷୀ ଧାନ ଛାଣୁଛନ୍ତି। ବିଲରେ ଜମି ରହିଥିବା ବର୍ଷା ପାଣିରେ ପାଚିଲା ଧାନର କେଣ୍ଡା ସବୁ ଝଡ଼ି ନଷ୍ଟ ହୋଇଗଲାଣି, ଯାହାକୁ ନେଇ ଚାଷୀ କୂଳ ହତାଶ ହୋଇଛି। କେତେକ ଚାଷୀ ଓଦା ବିଲରେ ପାଣି ଛାଣି ଧାନକୁ ଗଦା ମାରୁଥିବା ବେଳେ ଆଉ କେତେ ଚାଷୀ ଖଳାକୁ ଧାନ ଆଣି ଶୁକାଉଛନ୍ତି। କେତେକ ଜମିରେ ଧାନ ପଚି ଦୁର୍ଗନ୍ଧ ବାହାରୁଥିବା ବେଳେ ଆଉ କେତେକ କିଆରୀରେ ପଡ଼ିଥିବା ଧାନ ଗଜା ହୋଇଗଲାଣି। ଚାଷୀମାନେ ଋଣ କରି ଧାନ ଫସଲ କରିଥିବା ବେଳେ ଋଣକୁ କିପରି ସୁଝିବେ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ଯାଜପୁର, ବ୍ରହ୍ମପୁର ଓ ରାଜ୍ୟର ଅନ୍ୟ ଅଞ୍ଚଳରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ସରକାର ଚାଷୀଙ୍କ ଦୁଃଖ ବୁଝନ୍ତୁ ବୋଲି ଚାଷୀମାନେ ଦାବି କରିଛନ୍ତି।